ମୁଁ ଶୁଣିବା ପାଇଲି କରେଣ୍ଟ ନାହିଁ ପୁଣି ଗାଁରେ କେତେ ଦିନ ହେଲା କରେଣ୍ଟ ନାହିଁ? ବର୍ଷେ ହେଲା ଅନ୍ଧାର ରହୁଛୁ ଗୋଟେ ଏମିତି ବର୍ଷା ହେଇଗଲାଣି ଗଛ ତଳେ ବି ଟୁୱାଲ ପକେଇକି ରହୁଛୁ ଆଉ ରାତି ବେଳେ କେମିତି ଜୀବନ କାଟୁଛ? ରାତି ବେଳେ ଆଉ କ'ଣ କରିବୁ ଅନ୍ଧାର ରହିବାଟା ଆଉ ଗଛ ତଳେ ସବୁ ରହୁଛୁ ଆଉ ମୋର ନା କି ନାମା ଏଟା କୋଉ ଗାଁଟା? ହେଲେ ମୁଁ ଶୁଣିବା ପାଇଲି କରେଣ୍ଟ ନାହିଁ ପୁଣି ଗାଁରେ କେତେ ଦିନ ହେଲା କରେଣ୍ଟ ନାହିଁ? ବର୍ଷେ ହେଲା ଏ ବି କରେଣ୍ଟ ନାହିଁ ବୋଲି ଜଣେଇଛ କି କାହାକୁ? କାହାକୁ ଜଣେଇଲା ପରେ ଜଣେଇଛ ବନ୍ଧୁଆରେ? ସରକାରଙ୍କ ଅବହେଳା ଯୋଗୁଁ ଲୋକେ ପାଇପାରୁନାହାନ୍ତି ବିଜୁଳି ସେବା। ଏ ବିଷୟଟି ହେଉଛି କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ସଦରରୁ ମାତ୍ର 5 କିଲୋମିଟର ଦୂରରେ ଥିବା କୁମ୍ଭଗଣ୍ଡା ପଞ୍ଚାୟତ ଅନ୍ତର୍ଗତ ବଡ଼ ମାର୍ଥପୁର ଗ୍ରାମର 2ଟି ୱାର୍ଡ। ଦେଖନ୍ତୁ ଆଜ୍ଞା ଏଇ ଗାଁର ପରିବାର ଲୋକମାନେ କେଉଁ ପ୍ରକାର ଅବସ୍ଥାରେ ରହୁଛନ୍ତି ଆପଣମାନେ ଟିକେ ଦେଖନ୍ତୁ ଦୃଶ୍ୟଟା। ଗଛ ତଳେ ଏମାନଙ୍କର ସାହାରା ବନିଯାଇଛି। ରାତି ଦିନ ପିଲା ଛୁଆଙ୍କର ସହିତ ବହୁତ ଅସୁବିଧା ହେଉଛନ୍ତି। ଆଜି ତ କମ୍ ଲୋକ ଦେଖାଯାଉଛନ୍ତି ଯେହେତୁ ଆଜି ସୋମବାର ହାଟ ପ୍ରାୟ ଲୋକ ପଳେଇଛନ୍ତି ଗାଁରୁ। ଏମାନେ ଦେଖନ୍ତୁ ଏକ୍ସ ସରପଞ୍ଚ ଏହି ପ୍ରକାର ଅଭିଯୋଗ ଆଣିଛନ୍ତି ଯେ ତାଙ୍କର ଗାଁରେ ଗତ ବର୍ଷ ବିଜୁଳି ଆଘାତରେ ଯାହା ଡିପୋଟା ପୋଡ଼ିଯାଇଛି। ପୋଡ଼ିବା ଫଳରେ ତାଙ୍କର ଗାଁରେ ବର୍ଷେ ହେଲା କରେଣ୍ଟଟା ଅଚଳ ହୋଇ ରହିଛି। ଏମାନଙ୍କର ସମସ୍ୟା ଜଣାଇବା ପାଇଁ ଯାଇକି ଯେଇ ପାଖକୁ ଗଲେ କିନ୍ତୁ ଏମାନଙ୍କର ସମସ୍ୟା ଆଜି ପର୍ଯ୍ୟନ୍ତ ଦୂର ହୋଇପାରୁନି, ଯାହାଫଳରେ ଏମାନେ ବିପଦ ସଙ୍କଟର ଦିନଟା କାଟୁଛନ୍ତି। ୱାର୍ଡର 40 ଘର ପରିବାର ପ୍ରାୟ 1 ବର୍ଷ ହେଲା ଅନ୍ଧାରରେ ଅଛନ୍ତି। ଫଳରେ ଗ୍ରାମବାସୀ ଡିବି ଆଲୁଅରେ ଜୀବନ ବିତାଉଥିବା ଦେଖିବାକୁ ମିଳିଛି। ଗତ ବର୍ଷ ବର୍ଷା ଦିନେ ବିଜୁଳି ଘଡ଼ଘଡ଼ିରେ ଗ୍ରାମରେ ଥିବା ଟ୍ରାନ୍ସଫର୍ମରଟି ପୋଡ଼ି ଯାଇଥିଲା। ସେବେଠାରୁ ଆଜି ପର୍ଯ୍ୟନ୍ତ ଅନ୍ଧାରରେ ଥିବା ଗ୍ରାମବାସୀ କହିଛନ୍ତି। ଗ୍ରାମରେ 3ଟି ୱାର୍ଡ ରହିଥିବା ବେଳେ 1 ନମ୍ବର ୱାର୍ଡ ପାଇଁ ଗୋଟିଏ ଓ 2-3 ନମ୍ବର ୱାର୍ଡ ପାଇଁ ଗୋଟିଏ ଟ୍ରାନ୍ସଫର୍ମର ବସାଯାଇଛି। ହେଲେ ସେଥିମଧ୍ୟରୁ 2 ଓ 3 ନମ୍ବର ୱାର୍ଡ ପାଇଁ ଥିବା ଟ୍ରାନ୍ସଫର୍ମରଟି ପୋଡ଼ି ଯାଇଥିବା ବେଳେ ଏଯାଏଁ ବିଜୁଳି ବିଭାଗ ଦୃଷ୍ଟି ଦେଇନି। ଆପଣଙ୍କ ନାଁ କ'ଣ? ମୋହନ କଟ୍ରାକା। ଏଇଟା କେଉଁ ଗାଁ ଆଜ୍ଞା? ବଡ଼ ମାତ୍ର ଆଜ୍ଞା। ଆପଣ କ'ଣ ଏଠି ଅଛନ୍ତି? ମୁଁ ଏକ୍ସ ସରପଞ୍ଚ ଥିଲି ଆଜ୍ଞା। ବର୍ତ୍ତମାନ କ'ଣ ଆଜ୍ଞା ଆପଣଙ୍କର ୱାର୍ଡର ସମସ୍ୟା? ୱାର୍ଡର ସମସ୍ୟା ମାନେ ବର୍ଷେ ହେଲା ଆଜ୍ଞା ଆମର ଡିପାର୍ଟମେଣ୍ଟକୁ ବି କରେଣ୍ଟ ଡିପାର୍ଟମେଣ୍ଟକୁ ବି କୁହାଯାଇଥିଲା। ବର୍ଷା ହେଲାଣି ସେ କରେଣ୍ଟ ଡିପୋ କିଛି ଖରାପ ହୋଇଗଲାଣି, କିଛି କରାଇନା। ହେଲେ ବିଜୁଳି ନଥିବାର ସମସ୍ୟା କ'ଣ? କେମିତି ବିଜୁଳି ନାହିଁ? କ'ଣ ହେଲା ଅସୁବିଧା? ବିଜୁଳି ମାନେ ସେ ଆମର କରେଣ୍ଟ ଡିପୋକୁ ବିଜୁଳି ମାରିଦେଲା ଆଜ୍ଞା। ବିଜୁଳି ମାରିଦେଲେ ବର୍ଷେ ହେଇଗଲା। ଏ ବନ୍ଧୁଗାଁ ଯାଇକି ବି ରିପୋର୍ଟ ଦେଲୁ। ରିପୋର୍ଟ ଦେଲା ସମସ୍ୟା ହେଲେ ମଧ୍ୟ ସେ ବର୍ଷେ ହେଇଗଲା କିଛି ଡିପୋ ପାଇଁ କିଛି କରୁନାହାନ୍ତି। ବିଭାଗର ଦାୟିତ୍ୱହୀନତା ପାଇଁ ଆଜକୁ ବର୍ଷେ ହେଲାଣି 40 ଘର ପରିବାର ଅନ୍ଧାରରେ ଅଛନ୍ତି। ଏଥିପାଇଁ ତୁରନ୍ତ ବିଭାଗୀୟ ଅଧିକାରୀ ଦୃଷ୍ଟି ଦେଇ କାର୍ଯ୍ୟରେ ଅବହେଳା କରିଥିବା କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ ଆଗାମୀ ଦିନରେ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହେବୁ ବୋଲି 2 ନମ୍ବର ୱାର୍ଡ ସଭ୍ୟା ନୀଲା ପିଡ଼ିକା, 3 ନମ୍ବର ୱାର୍ଡର ନାୟବ ସରପଞ୍ଚ କୁର୍ମେୟା ପିଡ଼ିକା ବିଜୁଳି ବିଭାଗ କର୍ମଚାରୀଙ୍କୁ ଲିଖିତ ଅଭିଯୋଗ କରିଛନ୍ତି। ପଞ୍ଚାୟତର ପୂର୍ବତନ ସରପଞ୍ଚ ମୋହନ କାଡ୍ରାକା, ସୁବାସ ରାଓ ମେଲକା, ମୁସରୁମା ପିଡ଼ିକା, ନାଗେଶ ପିଡ଼ିକା, ବିଶ୍ୱନାଥ ପିଡ଼ିକା, ସୋନାଲି ଦୁର୍ଦୁଙ୍ଗୁ ପ୍ରମୁଖ କହିଛନ୍ତି। ବନ୍ଧୁଗାଁରୁ ସଞ୍ଜୀବ କୁମାର ବାଙ୍ଗରିଙ୍କ ରିପୋର୍ଟ, ସ୍ୱସ୍ତିକ ନ୍ୟୁଜ୍। ଆପଣମାନେ ଦେଖୁଛନ୍ତି ସ୍ୱସ୍ତିକ